ଆରେ ଦେଖ ଦେଖ ମୋ ଗୋଲାପ ଗଛ କେତେ ବଡ଼ ହେଇଗଲାଣି। କିଛି ଦିନ ତଳେ ମୁଁ ଗୋଟେ ଛୋଟ ଚାରା ଲଗେଇଥିଲି। ଦେଖୁ ଦେଖୁ କେତେ ବଡ଼ ଗଛ ହେଇଗଲା। ତୁମେ ଆମ ବଗିଚାର ଅନେକ ଯତ୍ନ ନିଅ, ସେଥିପାଇଁ ତ ଆମର ସବୁ ଫୁଲ ଭାରି ସୁନ୍ଦର ଆଉ ସତେଜ ଦେଖାଯାଏ। ଏଇ ଫୁଲ ବିକ୍ରି କରି ମୁଁ ଘର ଚଳାଏ। କେମିତି ମୋ ବଗିଚାର ଯତ୍ନ ନ ନେବି କହ? ଆଜି ମୁଁ ଲଗେଇଥିବା ଗୋଲାପ ଫୁଲ ନେଇ ବଜାରକୁ ଯିବି ଆଉ ବିକ୍ରି କରିବି। ଏମିତି କହି କାଉ ଗୋଟେ ଗୋଲାପ ଫୁଲ ତୋଳିଲା। ସଙ୍ଗେ ସଙ୍ଗେ ଗୋଲାପ ଫୁଲ ଭିତରୁ କିଛି ସୁନା ଟଙ୍କା ଝରି ପଡ଼ିଲା। ଏ କଣ? ଗୋଲାପ ଫୁଲ ଭିତରୁ ସୁନା ଟଙ୍କା କେମିତି ବାହାରିଲା? ଆରେ ତୁମେ କଣ କରୁଛ? ଏଇ ସୁନା ଟଙ୍କାକୁ ଛୁଅନି। ଏସବୁ ଯଦି କୋଉ ଅଶୁଭ ଶକ୍ତିର କାମ ହେଇଥିବ ତାହେଲେ ତ ତୁମର କ୍ଷତି ହେବ। ସେମାନେ ଏପରି କଥା ହେବା ସମୟରେ ସେଠାକୁ ଗୋଟେ ଫୁଲ ପରି ଆସିଲା। ଭୟ କରନି, ଏ ସୁନା ଟଙ୍କା ମୁଁ ତମମାନଙ୍କୁ ଦେଇଛି। କିଏ କିଏ ତୁମେ? ମୁଁ ହେଉଛି ଫୁଲ ପରି। ତମେ ମାନେ ଯେମିତି ପ୍ରତିଦିନ ନିଜ ବଗିଚାରେ ଥିବା ଫୁଲମାନଙ୍କର ଯତ୍ନ ନିଅ, ମତେ ଭାରି ଭଲ ଲାଗେ। ସେଥିପାଇଁ ମୁଁ ତମମାନଙ୍କୁ ଏ ଉପହାର ଦେଇଛି। ପରି, ଏତେ କମ ସୁନା ଟଙ୍କା କାହିଁକି ଦେଲ? ଯଦି ଦେବାକୁ ଚାହୁଁଛ ଆହୁରି ସୁନା ଟଙ୍କା ଦିଅ, ଯେମିତି ଆମେ ଆମ ଅଭାବ ଏକାଥରେ ଦୂର କରିପାରିବୁ। ଆଚ୍ଛା ଠିକ ଅଛି, ମୁଁ ତମମାନଙ୍କୁ ଆହୁରି ସୁନା ଟଙ୍କା ଦେଇପାରିବି, ହେଲେ ଗୋଟେ ସର୍ତ୍ତରେ। କଣ ସର୍ତ୍ତ? କୁହ ପରି। ମୁଁ ତମମାନଙ୍କୁ ଯୋଉ ସୁନା ଟଙ୍କା ଦେବି, ସେ ସୁନା ଟଙ୍କାରେ ତମେ ମାନେ ନିଜର ସବୁ ଅଭାବ ଦୂର କରିବ, ତା ସହ ଗରିବ ଅସହାୟ ମାନଙ୍କୁ ସାହାଯ୍ୟ ବି କରିବ। ଓ, ଏଇ କଥା ପରି। ଆମେ ନିଶ୍ଚୟ ସମସ୍ତଙ୍କୁ ସାହାଯ୍ୟ କରିବୁ। ତୁମେ ସେଥିପାଇଁ ଜମା ଚିନ୍ତା କରନି। ଆଚ୍ଛା ତେବେ ଠିକ ଅଛି, ମୁଁ ତମମାନଙ୍କୁ କିଛି ସୁନା ଟଙ୍କା ଦେଉଛି। କିଛି ଦିନ ପରେ ମୁଁ ଆସି ଦେଖିଯିବି ତମେ ମାନେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛ କି ନାହିଁ। ଏମିତି କହି ପରି କାଉ ମାନଙ୍କୁ 2 ବସ୍ତା ସୁନା ଟଙ୍କା ଦେଇ ସେଠାରୁ ଚାଲିଗଲା। କାଉ ମାନେ ସେ ସୁନା ଟଙ୍କା ଧରି ଘରକୁ ଗଲେ। ଆରେ ଦେଖ ଦେଖ କେତେ ସୁନା ଟଙ୍କା। ଏତେ ସାରା ସୁନା ଟଙ୍କା ମୁଁ ମୋ ଜୀବନରେ କେବେ ଦେଖିନଥିଲି। ହେଲେ ଏସବୁ ଅନ୍ୟମାନଙ୍କୁ ବି ଦେବାକୁ ପଡ଼ିବ ଭାବି ଭାରି ଦୁଃଖ ଲାଗୁଛି। ଆରେ ତୁମେ ମନ ଦୁଃଖ କାହିଁକି କରୁଛ? ଆମେ ଆମର ଗୋଟେ ବି ସୁନା ଟଙ୍କା କାହାକୁ ବି ଦେବାନି। ଆରେ ତୁ ଏ କଣ କହୁଛୁ? ଆମେ ଯଦି କାହାକୁ ବି ସାହାଯ୍ୟ କରିବାନି, ପରି ଆମ ଉପରେ ରାଗିଯିବ। ପରି ଏକଥା ଜାଣିଲେ ସିନା ଆମ ଉପରେ ରାଗିବ। ପରି ଯେତେବେଳେ ଆମ ପାଖକୁ ଆସିବ ଆମେ ତାକୁ କହିଦେବା ଆମେ ସମସ୍ତଙ୍କୁ ସାହାଯ୍ୟ କରିଛେ। ବା ବା, ମୋ ସ୍ତ୍ରୀର ବହୁତ ବୁଦ୍ଧି। ତୁ ଠିକ କହିଲୁ, ଆମେ ସେମିତି ହିଁ କରିବା। ଚାଲ ଏବେ ସୁନା ଟଙ୍କା ବଜାରରେ ବିକ୍ରି କରିବା। ତାପରେ କାଉମାନେ ସୁନା ଟଙ୍କା ବିକ୍ରି କରି ଅନେକ ଧନୀ ହେଇଗଲେ। ସେମାନେ ସେ ଟଙ୍କାରେ ଗୋଟେ ବଡ଼ ଘର କିଣିଲେ। ଧୀରେ ଧୀରେ 2 କାଉ ବହୁତ ଅହଙ୍କାରୀ ପାଲଟି ଗଲେ। ମା, ବର୍ଷା ହେବ ଲାଗୁଛି, ଏବେ ଘରକୁ କେମିତି ଯିବା? ଆରେ ମା, ଟିକେ ଶୀଘ୍ର ଶୀଘ୍ର ଉଡ଼, ବର୍ଷା ହେବା ଆଗରୁ ଆମେ ଯେମିତି ଘରେ ପହଞ୍ଚି ଯିବା। ଆରେ କଣ, ବର୍ଷା ତ ଆରମ୍ଭ ହେଇଗଲା। ଆଗରେ କାଉ ଭାଇଙ୍କର ଘର। ଚାଲରେ ମା, ବର୍ଷା ଛାଡ଼ିବା ଯାଏଁ କାଉ ଭାଇଙ୍କ ଘରେ ଆଶ୍ରୟ ନେଇଥିବା। ଏଇ ଚଢ଼େଇ, ସେଇଠି ରହ। ମୋ ବିନା ଅନୁମତିରେ ମୋ ଘରେ ପଶିବାକୁ ତୋର ସାହସ କେମିତି ହେଲା? କାଉ ଭଉଣୀ, ମତେ କ୍ଷମା କରିଦିଅ। ବାହାରେ ବହୁ ଜୋରରେ ବର୍ଷା ପଡୁଛି। ମୁଁ ତୁମ ଅନୁମତି ନ ନେଇ ଆମେ ତରତର ହେଇ ଘର ଭିତରକୁ ଚାଲି ଆସିଲୁ। ବର୍ଷା ଛାଡ଼ିବା ଯାଏଁ ଆମ ମା ଝିଅଙ୍କୁ ତୁମ ଘରେ ଆଶ୍ରୟ ଦେଇଥାଅ। ହଁ, ଆମେ ତ ଏଠି ଧର୍ମଶାଳା ଖୋଲିଛୁ ନା, ସମସ୍ତଙ୍କୁ ଆମ ଘରେ ମାଗଣାରେ ଆଶ୍ରୟ ଦେବୁ। ଯା ଯା, ଶୀଘ୍ର ମୋ ଘରୁ ବାହାରି ଯା। ଦୟାକର କାଉ ଭଉଣୀ, ଆମକୁ କେବଳ ବର୍ଷା ଛାଡ଼ିବା ଯାଏଁ ତୁମ ଘରେ ଆଶ୍ରୟ ଦେଇଥାଅ। ଆମ ଘର ଅନେକ ଦୂର। ଏତେ ସମୟ ବର୍ଷାରେ ଭିଜିଲେ ମୋ ଛୁଆଟିର ଦେହ ଖରାପ ହେଇଯିବ। ମୁଁ ତତେ ଥରେ କହିଲି ନା, ତୁ ଆମ ଘରେ ରହିପାରିବୁନି। ଭଲରେ ଆମ ଘରୁ ବାହାରି ଯା, ନହେଲେ ଆମେ ଧକ୍କା ଦେଇ ତତେ ଏଠୁ ବାହାର କରିଦେବୁ। ମା ଚଢ଼େଇ ଆଉ ତାର ଝିଅ ମନ ଦୁଃଖରେ ବର୍ଷାରେ ଭିଜି ଭିଜି ଘରକୁ ଗଲେ। ଏମିତି କାଉମାନେ କାହାକୁ ବି ସାହାଯ୍ୟ କରୁନଥିଲେ, ଓଲଟା ସମସ୍ତଙ୍କ ସହ ଖରାପ ବ୍ୟବହାର କରୁଥିଲେ। ଏମିତି ଗୋଟେ ଦିନ, ଅନେକ ଦିନ ପରେ ମୁଁ ଏ ଜଙ୍ଗଲକୁ ଆସିଲି। ଆଜି ମୋର ବହୁତ କାମ ଅଛି, ହେଲେ ତା ପୂର୍ବରୁ ମୁଁ ଆଗ ଯାଏ
କାଉମାନେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି କି ନାଇଁ ଥରେ ଦେଖି ଆସେ। ଆରେ ଆରେ ବୁଢ଼ୀ, ତୁ ଏମିତି ଭିତରକୁ କେମିତି ଚାଲି ଆସୁଛୁ? କେତେ ଦୁର୍ଗନ୍ଧ ବାହାରୁଛି ତ ଦେହରୁ। ଯା ଯା, ଦୂରକୁ ଯା। ଆରେ ପୁଅ, ଚାଲି ଚାଲି ଭାରି ଶୋଷ ଲାଗିଲାଣି, ମତେ ଗୋଟେ ଗ୍ଲାସ ପାଣି ଦେଇପାରିବୁ? ନା ନା, ଆମେ ତତେ ପାଣି ଦେଇ ପାରିବୁନି। ତୁ ଆମ ଗ୍ଲାସରେ ପାଣି ପିଇଲେ ଆମ ଗ୍ଲାସ ଅପରିଷ୍କାର ହେଇଯିବ। ଯା ଯା, ଏବେ ଆମ ଘରୁ ବାହାରି ଯା। ମୁଁ କେତେବେଳୁ ଦେଖୁଛି ତମେ ଦୁଇ ଜଣ ବହୁତ ଅହଙ୍କାରୀ। କାହିଁକି ଏତେ ଅହଙ୍କାର କରୁଛ? ଅହଙ୍କାର ସବୁ ବିନାଶର ମୂଳ କାରଣ। ତମେ ମାନେ ଏତେ ଅହଙ୍କାର କରନି, ନହେଲେ ତମ ମାନଙ୍କର କେବେ ଭଲ ହେବନି। ଏଇ ବୁଢୀ, ବେଶୀ ଆଉ କଥା କହନି। ଆରେ ଦେଖୁଛ କଣ, ଏଇ ବୁଢୀକୁ ଶୀଘ୍ର ଘରୁ ବାହାର କର। କାଉମାନେ ବୁଢୀ ଚଢେଇକୁ ତାଙ୍କ ଘରୁ ବାହାର କରିଦେଲେ। ସେତେବେଳେ ମା ଚଢେଇ ପାଣି ଧରି ବୁଢୀ ଚଢେଇ ପାଖକୁ ଗଲା। ବୁଢୀ ମା, ଏ ନିଅ ପାଣି। ମୁଁ ପାଣି ଧରି ଘରକୁ ଫେରୁଥିଲି, ସେତେବେଳେ ତମର ଆଉ କାଉମାନଙ୍କର କଥା ଶୁଣିଲି। କାଉମାନେ କିଛି ଦିନ ତଳେ ଅଚାନକ ଯେତିକି ଧନୀ ହେଇଗଲେ, ସେତିକି ଅହଙ୍କାରୀ ବି ପାଲଟି ଗଲେ। ସେମାନେ କାହାକୁ ବି ସାହାଯ୍ୟ କରନ୍ତିନି। ଏସବୁ ତୁ କଣ କହୁଛୁ ଚଢେଇ? ସତରେ କଣ କାଉମାନେ ଧନୀ ହେଲା ପରେ ଆଜି ଯାଏ କାହାକୁ ବି ସାହାଯ୍ୟ କରିନାହାନ୍ତି? ହଁ, ମୁଁ ସତ କହୁଛି ପରୀ। ଏମିତି ମା ଚଢ଼େଇ ପରୀକୁ ସବୁ ଘଟଣା କହିଲା। ସବୁ ଶୁଣି ପରୀ ନିଜ ରୂପ ବଦଳେଇ କାଉମାନଙ୍କ ଘରକୁ ଗଲା। ଏଇ ଛୁଆ, ତୁ ପୁଣି କୁଆଡୁ ଚାଲି ଆସିଲୁ? ଆରେ, ତୁ କଣ କବାଟକୁ ଠିକରେ ଲଗେଇନୁ? ଯେତେବେଳେ ଯିଏ ଦେଖ ଆମ ଘର ଭିତରକୁ ପଶି ଆସୁଛନ୍ତି। ଏଇ ଛୁଆ, ତୁ କଣ ପାଇଁ ଆମ ଘରକୁ ଆସିଛୁ କହ? ଅଙ୍କଲ, ଆଣ୍ଟି, ଏଇ ଗୋଟିଏ ଗୋଲାପ ଫୁଲ ମୋଠୁ କିଣି ନିଅ ନା। କେବଳ 10 ଟଙ୍କା ଦିଅ, ମୁଁ ସେ ଟଙ୍କାରେ ଚକଲେଟ କିଣି ଖାଇବି। ତୋର ଏଇ ଗୋଟିଏ ଗୋଲାପ ଫୁଲ ନେଇ ଆମେ କଣ କରିବୁ? ତୁ ବି ଆମ ଘର ଦେଖି ଆମଠୁ ଟଙ୍କା ନେବାକୁ ଚାଲି ଆସିଲୁ ନାଇଁ? ବାହାର ଆମ ଘରୁ। ନାଇଁ ଅଙ୍କଲ, ମୁଁ ଟଙ୍କା ମାଗିବାକୁ ଆସିନି। ମୁଁ କେବଳ ମୋର ଫୁଲ କିଣିବାକୁ କହୁଛି। ଏଇ ଫୁଲ ମୋ ବଗିଚାର, ଏଇ ଫୁଲକୁ କିଣି ନିଅ ନା ଅଙ୍କଲ। ଏମିତି ଶୁଣି କାଉ ରାଗରେ ସେ ଫୁଲକୁ ଫୋପାଡ଼ି ଦେଲା। ସଙ୍ଗେ ସଙ୍ଗେ ପରୀ ନିଜ ରୂପକୁ ଚାଲି ଆସିଲା। ପରୀ, ତୁମେ ଅଚାନକ କେମିତି ଆସିଲ? ମୁଁ ଯଦି ରୂପ ବଦଳେଇ ଆସିନଥାନ୍ତି, ତମ ମାନଙ୍କର ସତ କଥା କେବେ ଜାଣିପାରିନଥାନ୍ତି। ଅହଙ୍କାରୀ କାଉ ଦଳ, ଅନ୍ୟମାନଙ୍କୁ ସାହାଯ୍ୟ କରିବା କଥା ମିଛ କହି ମୋଠୁ ସୁନା ଟଙ୍କା ନେଇଥିଲ। ତମ ମାନଙ୍କୁ ବିଶ୍ୱାସ କରିବାଟା ହିଁ ମୋର ଭୁଲ ହେଇଗଲା। ପରୀ, ଆମକୁ କ୍ଷମା କରିଦିଅ, ଆମର ଭୁଲ ହେଇଗଲା। ନା, ତମେ ମାନେ ଅହଙ୍କାର କରିଛ ମାନେ ଏବେ ଶାସ୍ତି ପାଇବ। ଏମିତି ରାଗି ପରୀ କାଉ ମାନଙ୍କୁ 2ଟି କଦଳୀ ଗଛ କରିଦେଲା। ପରୀ, ଦୟାକର ଆମକୁ କ୍ଷମା କରିଦିଅ। ଆମେ ସତ କହୁଛୁ, ଆମେ ଆଉ କାହା ସହ ଖରାପ ବ୍ୟବହାର କରିବୁନି। କଥା ଦେଇ କଥା ରଖିବୁ। ମୁଁ ତମ ମାନଙ୍କୁ ତମ ପୂର୍ବ ରୂପ ଫେରି ପାରିବିନି। ଯଦି ତମେ ମାନେ କ୍ଷମା ମାଗୁଛ, ତେବେ ଠିକ ଅଛି। ଏଥିରୁ ମୁକ୍ତ ହେବାର ମୁଁ ଏକ ରାସ୍ତା କହିପାରିବି। ତମେ ମାନେ ଏଇ ରୂପରେ ଅହଙ୍କାର ଛାଡ଼ି ଯଦି 100ଟି ପଶୁ କିମ୍ବା ପକ୍ଷୀକୁ ସାହାଯ୍ୟ କରିବ, ତେବେ ଯାଇ ନିଜ ପୂର୍ବ ରୂପ ଫେରି ପାଇବ। ଏବେଠୁ ଅହଙ୍କାର ନ କରି ଭଲ ବ୍ୟବହାର କରିବା ଶିଖ। ଦୂର ଏକ ନଦୀ ପାଖରେ 2ଟି ଫୁଲ ଗଛ ଥିଲା। ଗୋଟିଏ ଗଛରେ ଲାଲ ଗୋଲାପ ଫୁଲ ଫୁଟିଥିଲା, ଆଉ ଏକ ଗଛରେ ହଳଦିଆ ଗୋଲାପ ଫୁଲ ଫୁଟିଥିଲା। ସେ ହଳଦିଆ ଗୋଲାପ ଫୁଲଟି ଭାରି ଶାନ୍ତ ଥିବା ବେଳେ ଲାଲ ଗୋଲାପ ଫୁଲଟି ଥିଲା ଭାରି ଅହଙ୍କାରୀ। ଦିନେ ସେ ଗୋଟେ ଫୁଲ ପରି ପାଖରୁ କିଛି ଯାଦୁ ଶକ୍ତି ପାଇଲା। ଯାଦୁ ଶକ୍ତି ପାଇଲା ପରେ ତ ତାର ଅହଙ୍କାର ଆହୁରି 2 ଗୁଣ ବଢିଗଲା। ଦିନେ କିଛି ଚଢେଇ ଛୁଆ ତା ପାଖକୁ ଆସିଲେ। ଆରେ ସାଙ୍ଗ, ଦେଖେ, ଆଗରେ 2ଟି ଗୋଲାପ ଫୁଲ ଗଛ ଅଛି। ହଁ ଯେ, ହେଲେ ସେ ହଳଦିଆ ଗୋଲାପ ଫୁଲ ଅପେକ୍ଷା ଲାଲ ଗୋଲାପ ଫୁଲଟି ବେଶୀ ସୁନ୍ଦର ଦେଖାଯାଉଛି। ଚାଲ ତା ପାଖକୁ ଯିବା। ଲାଲ ଗୋଲାପ, ତୁମେ କଣ ଆମ ସହ ସାଙ୍ଗ ହେବ? ହଁ ହଁ, କାହିଁକି ସାଙ୍ଗ ହେବିନି? ତମେ ମାନେ ବି ସୁନ୍ଦର, ମୁଁ ବି ସୁନ୍ଦର। ବାଃ ଲାଲ ଗୋଲାପ, ତୁମର କି ସୁନ୍ଦର ବାସ୍ନା। ମୋ ମନଟାକୁ ପୁରା ଶାନ୍ତି ମିଳିଗଲା। ଏମିତି କଥା ହେଇ ସେ ଚଢ଼େଇ ଛୁଆ ମାନେ ସେଠାରୁ ଚାଲିଗଲେ।
ତାପରେ ଲାଲ ଗୋଲାପ ହଳଦିଆ ଗୋଲାପକୁ କହିଲା, ଦେଖିଲୁ ହଳଦିଆ ଗୋଲାପ, ମୋର କେତେ ସାଙ୍ଗ, ତୋର ତ କେହି ବି ସାଙ୍ଗ ନାହାନ୍ତି। ଏଇଥିରୁ ଜଣାଗଲା ତୁ କେତେ ଖରାପ ଫୁଲ। ମୋ ଫୁଲର ବାସ୍ନାରେ ସମସ୍ତେ ଖୁସି ହେଇଯାଆନ୍ତି ଆଉ ଟାଣି ହେଇ ମୋ ପାଖକୁ ଚାଲି ଆସନ୍ତି। ହେଲେ ତୋର ତ ବାସ୍ନା ନାହିଁ, କାହିଁକି ଯେ ତୁ ମୋ ପାଖରେ ବାହାରିଲୁ? छी, ତତେ ଦେଖିଲେ ମତେ ଭାରି ଘୃଣା ଲାଗୁଛି। ଏତେ ଅହଙ୍କାର ଭଲ ନୁହଁ ସାଙ୍ଗ ଲାଲ ଗୋଲାପ। ତୁ ବି ଯେମିତି ଗୋଟେ ଫୁଲ, ମୁଁ ବି ସେମିତି ଗୋଟେ ଫୁଲ। ଦେଖିବୁ ଦିନା ଦିନେ ମୋ ସହ ବି ଚଢ଼େଇ ମାନେ ସାଙ୍ଗ ହେବେ। ଏଇ ଚୁପ କର, ମତେ ତ ସାଙ୍ଗ କହିବୁନି, ବୁଝିଲୁ? छी, ଗନ୍ଧିଆ ଫୁଲ କୋଉଠିକାର। ଏମିତି ଲାଲ ଗୋଲାପ ପ୍ରତିଦିନ ହଳଦିଆ ଗୋଲାପକୁ ଗାଳି ଦେଇ ତାର ଅପମାନ କରୁଥିଲା। ଦିନେ କୁନି ଚଢ଼େଇ ନଦୀକୁ ଯାଇଥିଲା। ସେ ହଳଦିଆ ଗୋଲାପକୁ ଦେଖି ତା ପାଖକୁ ଗଲା। ବା ହଳଦିଆ ଗୋଲାପ, ତୁ କେତେ ସୁନ୍ଦର। ମୁଁ ଆଗରୁ ଏମିତି ହଳଦିଆ ଗୋଲାପ କେବେ ଦେଖିନଥିଲି। ହଳଦିଆ ଗୋଲାପ, ତୁ କଣ ମୋ ସହ ସାଙ୍ଗ ହେବୁ? ହଁ ହଁ ଚଢ଼େଇ ଛୁଆ, ମୁଁ ବି ତୋ ସହ ସାଙ୍ଗ ହେବି। ତୁ ବି ମତେ ଭାରି ଭଲ ଲାଗିଲୁ। ଆରେ ଚଢ଼େଇ ଛୁଆ, ତୁ ସେ ଗନ୍ଧିଆ ଫୁଲ ସାଙ୍ଗରେ ସାଙ୍ଗ ହେଇନି। ତୁ ମୋ ପାଖକୁ ଆସେ, ମୁଁ ତୋ ସହ ସାଙ୍ଗ ହେବି। ମୁଁ ଦେଖିବାକୁ ଭାରି ସୁନ୍ଦର। ମୋ ସହ ସାଙ୍ଗ ହେଲେ ତୁ ବି ସୁନ୍ଦର ଦେଖାଯିବୁ। ଲାଲ ଗୋଲାପ, ତୁ ମୋ ସହ ସାଙ୍ଗ ହେବାକୁ ଚାହୁଁଛୁ ତ? ଠିକ ଅଛି, ଆଜିଠୁ ମୁଁ ତୁମ ଦୁଇ ଜଣଙ୍କର ସାଙ୍ଗ। ନା ନା, ତୁ ଯଦି ସେ ହଳଦିଆ ଗୋଲାପର ସାଙ୍ଗ ହେବୁ, ମୁଁ ତୋ ସହ ସାଙ୍ଗ ହେବିନି। ସେ ଗନ୍ଧିଆ ଫୁଲର ଯୋଗ୍ୟତା ନାହିଁ ମୋ ସହ ସାଙ୍ଗ ହେବାକୁ। ଲାଲ ଗୋଲାପ, ତୁ ବହୁତ ଅହଙ୍କାରୀ। ତୁ ମୋ ସାଙ୍ଗ ହଳଦିଆ ଗୋଲାପର ଅପମାନ କରୁଛୁ। ତୁ କଣ ଜାଣିନୁ ଅହଙ୍କାର ପତନର ମୂଳ କାରଣ? ଏଇ ଚଢ଼େଇଛର ଏତେ ସାହସ, ମତେ ଉପଦେଶ ଦେଉଛି। ତୁ ଯେତେବେଳେ ମୋର ସାଙ୍ଗ ହେବୁନି, ଦେଖ ମୁଁ ତୋ ସହ କଣ କରୁଛି। ଚଢ଼େଇ ଛୁଆ, ଟିକେ ମୋ ପାଖକୁ ଆସିଲୁ। ଦେଖ ନା, ଗୋଟେ କଣ୍ଟା ମୋ ଫୁଲରେ ବାଜି ମତେ ଭାରି କଷ୍ଟ ଦେଉଛି। ଆଚ୍ଛା ଠିକ ଅଛି, ମୁଁ ଏବେ ତ ପାଖକୁ ଯାଉଛି। ଏମିତି କହି ଯେମିତି ଚଢ଼େଇ ଛୁଆ ଲାଲ ଗୋଲାପର ପାଖକୁ ଗଲା, ସେତେବେଳେ ଲାଲ ଗୋଲାପ ତା ଯାଦୁ ଶକ୍ତିରେ ଏକ କଣ୍ଟା ବାଡ଼ି ବାହାର କରି ଚଢ଼େଇ ଛୁଆକୁ ପିଟିଲା। ତୁ ଏ କଣ କଲୁ ଲାଲ ଗୋଲାପ? କଣ୍ଟା ବାଡ଼ିରେ ତୁ ମତେ କାହିଁକି ପିଟିଲୁ? ତୁ ବହୁତ ଖରାପ। ମୋ ଡେଣାରୁ କେତେ ରକ୍ତ ବାହାରୁଛି। ସାଙ୍ଗ ଚଢ଼େଇ, ତୁ ସେ ଲାଲ ଗୋଲାପ ପାଖରୁ ଚାଲିଆ। ସେ ଗୋଲାପ ପାଖରେ ଯାଦୁ ଶକ୍ତି ଅଛି, ଆଉ ତା ପାଖକୁ କେବେ ଯିବୁନି। ସାଙ୍ଗ ହଳଦିଆ ଗୋଲାପ, ମୁଁ ଏବେ ଘରକୁ ଯାଉଛି, କାଲି ପୁଣି ଆସିବି। ଏମିତି କହି ଚଢ଼େଇ ଛୁଆ ନିଜ ଘରକୁ ଚାଲିଗଲା। ପରଦିନ ସକାଳେ ସେ ଖେଳିବାକୁ ଯିବା ସମୟରେ ତା ମାକୁ ସବୁ ଘଟଣା କହିଲା। ତୁ ସେ ଲାଲ ଗୋଲାପ ପାଖକୁ ଆଉ କେବେ ବି ଯିବୁନି। ତୋ କଥାରୁ ଜଣା ପଡୁଛି ସେ ଲାଲ ଗୋଲାପଟା ଭାରି ଦୁଷ୍ଟ। ଠିକ ଅଛି ମା, ମୁଁ ଏବେ ଖେଳିବାକୁ ଯାଉଛି। ତାପରେ ଚଢ଼େଇ ଛୁଆ ତା ସାଙ୍ଗ ହଳଦିଆ ଗୋଲାପ ପାଖକୁ ଗଲା ଆଉ ତା ସହ କଥା ହେଲା। ଏସବୁ ଦେଖି ତ ଲାଲ ଗୋଲାପର ଭାରି ହିଂସା ହେଲା। ସେ କହିଲା, କାଲି ମୋଠୁ ମାଡ଼ ଖାଇଲା ପରେ ବି ତୁ ସୁଧୁରିଲୁନି, ପୁଣି ଥରେ ହଳଦିଆ ଗୋଲାପ ପାଖକୁ ଚାଲି ଆସିଲୁ। ଏବେ ଦେଖ ଚଢ଼େଇ ଛୁଆ, ମୁଁ ତୋ ସହ କଣ କରୁଛି। ତାପରେ ଲାଲ ଗୋଲାପ ତା ଯାଦୁ ଶକ୍ତିରେ ନଦୀରୁ ଏକ ବଡ଼ ମାଛ ଧରି ଆଣିଲା ଆଉ ସେ ଚଢ଼େଇ ଛୁଆକୁ ମାଛ ପେଟରେ ଭର୍ତ୍ତି କରିଦେଲା। ଲାଲ ଗୋଲାପ, ତୁ ମୋ ସହ ଏମିତି କାହିଁକି କଲୁ? ମତେ ମାଛ ପେଟରୁ ବାହାର କର, ମତେ ଭାରି ଡର ଲାଗୁଛି। ତୁ ମୋ ସହ ସାଙ୍ଗ ହେଲୁନି ତ, ଏଇଟା ମୁଁ ତତେ ଶାସ୍ତି ଦେଲି। ତୁ ଆଉ କେବେ ବି ମାଛ ପେଟରୁ ବାହାରି ପାରିବୁନି। ଯା ମାଛ, ନଦୀ ଭିତରକୁ ଚାଲିଯା। ଲାଲ ଗୋଲାପର କଥା ମାନି ମାଛ ନଦୀ ଭିତରକୁ ଚାଲିଗଲା। ଲାଲ ଗୋଲାପ, ତୁ ଏ କଣ କଲୁ? ଫୁଲ ପରି କଣ ତତେ ଏସବୁ କରିବା ପାଇଁ ହିଁ ଯାଦୁ ଶକ୍ତି ଦେଇଥିଲେ? ମୋ ସାଙ୍ଗକୁ ମାଛ ପେଟରୁ ଶୀଘ୍ର ବାହାର କର, ନହେଲେ ମୁଁ ଫୁଲ ପରୀଙ୍କୁ ସବୁ କଥା କହିଦେବି। ଭାରି କଥା କହି ଶିଖିଲଣି, ରହ ଏବେ ମୁଁ ବି ତତେ ତ ସାଙ୍ଗ ପରି ଶାସ୍ତି ଦେବି। ତୁ ନ ରହିଲେ ଫୁଲ ପରି ଏକଥା ଜାଣିପାରିବେନି। ଏମିତି କହି ଲାଲ ଗୋଲାପ ତା ଯାଦୁ ଶକ୍ତିରେ ହଳଦିଆ ଗୋଲାପକୁ ନିଆଁରେ ଜାଳିଦେଲା। ଅନେକ ସମୟ ବିତିଯିବା ପରେ ବି ଯେତେବେଳେ ଚଢ଼େଇ ଛୁଆ ଘରକୁ ଫେରିଲାନି, ମା ଚଢ଼େଇ ତାକୁ ଖୋଜିବା ପାଇଁ ବାହାରିଗଲା। ଚାରିଆଡେ ଖୋଜି ସାରିଲିଣି, ହେଲେ ମୋ ଝିଅ କୋଉଠି ବି ନାହିଁ। ମୁଁ ତାକୁ କୋଉଠି ଏବେ ଖୋଜିବି? ଆରେ ହଁ, ମୋ ଝିଅ ହଳଦିଆ ଗୋଲାପର କଥା କହୁଥିଲା। ସେ ସେଇଠି ଥାଇପାରେ, ମୁଁ ଶୀଘ୍ର ନଦୀ ପାଖକୁ ଯାଏ। ଲାଲ ଗୋଲାପ, ତୋ ପାଖରେ ଏକ ହଳଦିଆ ଗୋଲାପ ଥିଲା ନା? ସେ ଗୋଲାପ କୁଆଡେ ଗଲା? ଆଉ ମୋ ଝିଅକୁ ଦେଖିଛ? ତା ନା କୁନି। ସେ କହୁଥିଲା ହଳଦିଆ ଗୋଲାପ ତାର ସାଙ୍ଗ। ହଁ ଦେଖିଛି, ସେ ହଳଦିଆ ଗୋଲାପ ଫୁଲ ତୁମ ଝିଅକୁ ଧରି ଏଠାରୁ ଗାୟବ ହେଇଗଲା।
ମୁଁ ତାକୁ ଅଟକାଇବାକୁ ଅନେକ ଚେଷ୍ଟା କଲି, ହେଲେ ପାରିଲିନି। ସେ ହଳଦିଆ ଗୋଲାପ ଫୁଲଟା ଭାରି ଦୁଷ୍ଟ। ସେ କିଛି ଯାଦୁ ବିଦ୍ୟା ବି ଜାଣିଛି। ଲାଲ ଗୋଲାପର କଥା ଶୁଣି ମା ଚଢ଼େଇ ମନ ଦୁଃଖରେ କାନ୍ଦିଲା। ସେତେବେଳେ ଏକ ପ୍ରଜାପତି ମା ଚଢ଼େଇର ପାଖକୁ ଆସିଲା। ଚଢ଼େଇ, ତୁ ଏ ଲାଲ ଗୋଲାପର କଥାକୁ ବିଶ୍ୱାସ କରନି। ଏଇ ଲାଲ ଗୋଲାପ ତା ଯାଦୁ ଶକ୍ତିରେ ମାଛ ପେଟରେ ତୋ ଝିଅକୁ ଭର୍ତ୍ତି କରିଦେଇଛି। ତା ସହ ସେ ହଳଦିଆ ଗୋଲାପକୁ ବି ନିଆଁରେ ପୋଡ଼ି ଦେଇଛି। ମୁଁ ନିଜ ଆଖିରେ ସବୁ ଦେଖିଛି। ଲାଲ ଗୋଲାପ, ତୁ ଏମିତି କାହିଁକି କଲୁ? ମୋ ଝିଅ ଛଡ଼ା ମୋର ଏ ଦୁନିଆରେ କେହି ନାହାନ୍ତି। ଦୟାକରି ତାକୁ ମୁକ୍ତ କରିଦେ, ନହେଲେ ମୁଁ ବଞ୍ଚିବିନି। ଯା, ଦୂରରେ ଯାଇ ମର। ତୋ ଝିଅ ମୋ ସହ ସାଙ୍ଗ ହେଲାନି, ମୁଁ ତାକୁ ଶାସ୍ତି ଦେଇଛି, ବୁଝିଲୁ? ଚଢ଼େଇ, ଏ ଦୁଷ୍ଟ ଗୋଲାପ ତ କଥା ଶୁଣିବନି। ମୁଁ ଜାଣେ ଇଏ କେମିତି ବାଟକୁ ଆସିବ। ଚାଲ ମୋ ସାଙ୍ଗରେ। ତାପରେ ସେ ଦୁଇ ଜଣ ଶୀଘ୍ର ଫୁଲପରି ପାଖକୁ ଗଲେ ଆଉ ତାକୁ ସବୁ ଘଟଣା କହିଲେ। ସେ ଲାଲ ଗୋଲାପ ମତେ କହିଥିଲା ସେ ନିଜର ଆଉ ହଳଦିଆ ଗୋଲାପର ରକ୍ଷା କରିବ। ସେଥିପାଇଁ ମୁଁ ତାକୁ ଯାଦୁ ଶକ୍ତି ଦେଇଥିଲି। ହେଲେ ସେ ଯାଦୁ ଶକ୍ତି ପାଇଲା ପରେ ଏତେ ଅହଙ୍କାରୀ ପାଲଟି ଗଲା ଆଉ ଅନ୍ୟମାନଙ୍କର କ୍ଷତି ବି କରୁଛି। ଚାଲ, ମୁଁ ଏବେ ହିଁ ସେ ଲାଲ ଗୋଲାପ ପାଖକୁ ଯିବି। ଦୁଷ୍ଟ ଗୋଲାପ, ତୁ ମତେ କହିଥିଲୁ ତୁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ। ସେଥିପାଇଁ ମୁଁ ତୋ ଉପରେ ଦୟାକରି ତତେ ଯାଦୁ ଶକ୍ତି ଦେଇଥିଲି। ହେଲେ ତୁ ସମସ୍ତଙ୍କର କ୍ଷତି କରୁଛୁ। ଆଜି ତୋର ଶେଷ ଦିନ। ନା ନା, ଭୁଲ ପରି ମୋର ଭୁଲ ହେଇଗଲା। ମତେ କ୍ଷମା କରିଦିଅ। ମୁଁ ଏବେ ଚଢ଼େଇ ଛୁଆକୁ ମାଛ ପେଟରୁ ବାହାର କରୁଛି। ହେଲେ ଫୁଲ ପରି ତାର କିଛି କଥା ଶୁଣିଲାନି। ସେ ଲାଲ ଗୋଲାପକୁ ଧ୍ୱଂସ କରିଦେଲା। ତାପରେ ସେ ମାଛ ପେଟରୁ ଚଢ଼େଇ ଛୁଆକୁ ବାହାର କରିଦେଲା। ମା ଚଢ଼େଇ ଫୁଲ ପରୀକୁ ଧନ୍ୟବାଦ ଜଣାଇଲା। ଫୁଲ ପରି ସେଠାରୁ ଯିବା ପରେ ମା ଚଢ଼େଇ ନିଜ ଝିଅ ଆଉ ପ୍ରଜାପତି ସହ ଘରକୁ ଫେରି ଆସିଲା।